तो हाय गाइस, स्वागत କରୁଛି ମୋ ଚ୍ୟାନେଲ୍ ରୋଡ୍ କିଙ୍ଗ ରାକାରେ। ବାକି ଆମେ କାଲି ଯାଇଥିଲୁ ଖଣ୍ଡଗିରି ଯାତ୍ରା ଦେଖିବାକୁ ଯାଇଥିଲୁ। ମୋ ସାଙ୍ଗ କହିଥିଲା ତ ଆସିଲେ ମୋତେ ଫୋନ୍ କରିବୁ। ମୁଁ ଯେତେବେଳେ ଯାତ୍ରା ଯିବି ବୋଲି ବହୁତ ଏକ୍ସାଇଟେଡ୍ ଥିଲି କି ହଁ ଖଣ୍ଡଗିରି ଯାତ୍ରା ଫାର୍ଷ୍ଟ ଟାଇମ୍ ଯିବି। ପ୍ଲସ୍ ମୁଁ ବି ଗାଡ଼ି ଚଲେଇ ଯାଉଥିଲି। ମୁଁ ତ ନୂଆ ଗାଡ଼ି ଚଲାଉଥିଲି ନା, ମୁଁ ଜାଣିନି କେମିତି ଜାମ୍ରେ ଚଲେଇ କେମିତି ନେଇକି ଗଲି ମୁଁ ବି ଜାଣିନି। ବହୁତ ଖୁସି ଥିଲି କି ଯାତ୍ରା ଯିବୁ ସାଙ୍ଗର ମୋର ମିଶିକି। ବାକି ସେଠି ବି ମୋର ଗୋଟେ ସାଙ୍ଗ ଅଛି, ଆଉ ମୋ ନାଁ ଯାହା ତାଙ୍କ ନାଁ ବି ସେ ସାଙ୍ଗ ଅଛି। ତ ସେଠିକି ଆମେ ଯାଇ ଗଲା ପରେ ମୁଁ ପାର୍କିଂ ପାଇଲି ନାହିଁ ନା, ଫାର୍ଷ୍ଟ ଟାଇମ୍ ଯାଇଥିଲି ଖଣ୍ଡଗିରି ଯାତ୍ରା। ତ ପାର୍କିଂ ପାଇଲି ନାହିଁ, ମୁଁ ସେଥିପାଇଁ ଗାଡ଼ି ସାଇଡ଼୍ରେ ରଖି ଗୋଟେ ଅଟୋବାଲାକୁ ପଚାରିଲି, ଭାଇ ଗାଡ଼ି ଆମେ ପାର୍କିଂ କେଉଁଠି ଅଛି? ବାକି କହିଲେ ସେପଟେ ପାର୍କିଂ ଅଛି। ମୁଁ କହିଲି ଆମେ ତ ଭାଇ ଏଠି ରଖିଲେ ଚଳିବ ନା ପାର୍କିଂ କରିବାକୁ ପଡ଼ିବ? ସେ କହିଲେ ନାଇଁ ପାର୍କିଂ କରିବାକୁ ପଡ଼ିବ, ନାଇଁ ବିଏମ୍ସି ବାଲା ଆସିକି ଗାଡ଼ି ନେଇଯିବ। ମୁଁ କହିଲି ଠିକ୍ ଅଛି। ତ ସେତିକି କଥା ହେଇକି ଆମେ ଯାଉଛୁ କାର୍ ପାଖକୁ ଆଇଲା ବେଳକୁ କାର୍ ନାହିଁ। ମାନେ ମୋ ମୁଣ୍ଡ ଗରମ ହେଇଗଲା। ମୁଁ କହିଲି କ'ଣ ହେଲା କାର୍ରେ, ମୋର କୁଆଡ଼େ ଗଲା କ'ଣ ନାହିଁ। ତାପରେ ପୋଲିସ ବାଲାକୁ ପଚାରିଲା, ପୋଲିସ ବାଲା କହିଲେ କି ବିଏମ୍ସି ବାଲା ଉଠେଇ ନେଇ ପଳେଇছে, ଆଉ ପୋଲିସ ଷ୍ଟେସନ ଯାଅ ସେଠି ଗାଡ଼ି ଆଣିବ। ମୁଁ ପୋଲିସ ଷ୍ଟେସନ ଗଲି। ପୋଲିସ ଷ୍ଟେସନ ଗଲା ପରେ ସେ କହିଲେ କି ଭାଇ ଫାଇନ୍ ଲାଗିବ 1000 ଟଙ୍କା। ଫାଇନ୍ 1000 ଟଙ୍କା ଲାଗିବ। ମୋ ମୁଣ୍ଡ ଟିଣ 1000 ଟଙ୍କା ଫାଇନ୍ କହିଲେଣି। ଭାଇ 3 ମିନିଟ୍, ଭାଇ 3 ମିନିଟ୍ ହେଇନି ଭାଇ ଗାଡ଼ି ନେଇକି ପଳେଇଲେ। ମୁଁ କ'ଣ କରିବି କୁହ? ହାଲତ ଯୋଉ ଭଳିଆ ହେଇଛି, ମାନେ ମୁଁ ମାନେ ଏତେ ଏକ୍ସାଇଟେଡ୍ ହେଇକି ଯାଇଥିଲି କି ମୁଁ ଯାତ୍ରା ବୁଲିବି ଏ ବି ଦେଖିଲି। ମୁଁ ଜାଣିନଥିଲି ଏମିତି ଘଟଣାଟା ଘଟିବ ବୋଲି ମୋ ସହିତ। ବାକି ଯାହା ହେଇଛି ହେଇଛି, କିଛି ଅସୁବିଧା ନାହିଁ, ମୋର ଭୁଲ ଥିଲା। କିନ୍ତୁ ଭାଇ ଆପଣ ଭାବ, 3 ମିନିଟ୍। ମୁଁ 8:30ରେ ଗଲି, ଗାଡ଼ି ସାଇଡ଼୍ କଲି। ସାଇଡ଼୍ କଲା ପରେ ଜଷ୍ଟ ଆମେ ବାହାରିକି ଯାଇଛୁ। ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିବି ବୋଲି ମୁଁ ବନେଇବି କ'ଣ ବନେଇକି ଜଷ୍ଟ ଅଟୋବାଲା ସହିତ କଥା ହେଉଛି। ଠିକ୍ ଅଛି, ଜଷ୍ଟ ସେତିକି କଥା ହେଇକି ଜଷ୍ଟ ଆଇଲା ବେଳକୁ 3 ମିନିଟ୍ରେ ଗାଡ଼ି ନାହିଁ ମୋର। ଭାଇ ଦୟାକରି ଟିକେ ୱେଟ୍ କର, ଆସିବେ ସାଙ୍ଗେ ସାଙ୍ଗେ ଫଟୋ ଉଠେଇବେ, ଗଲା ଫାଇନ୍ ପକେଇଦେଲେ, ଗାଡ଼ି ଟୋ କରିକି ନେଇ ଚାଲିଯିବେ। ଏମିତି ହେଲେ କେମିତି ହେବ ଭାଇ? ହେଇପାରିବ ନା? ଭାଇ 1000 ଟଙ୍କା ଫାଇନ୍ ଲାଗିଛି। ମୁଁ ସ୍କ୍ରିନ୍ରେ ଆପଣମାନଙ୍କୁ ଦେଖେଇ ଦେଉଛି କି 1000 ଟଙ୍କା କେମିତି ଫାଇନ୍ ଲାଗିଲା। ଆଉ ଯିଏ ବି ଆମର ବିଲ୍ କାଟିଲେ ସେ ବି କହିଲେ ଭାଇ ଆଉ ଆପଣମାନେ କିଏ ରହିଥିଲେ ହେଇଥାନ୍ତା। ଜଷ୍ଟ ଆମେ କେତେ 3 ଜଣ ଯାଇଥିଲୁ। ସେ 3 ଜଣ ଗଲେ ଜଷ୍ଟ ମୁଁ ସାଙ୍ଗେ ସାଙ୍ଗେ ଭାଇ 3 ମିନିଟ୍ରେ। ଆଉ ଯାହା ହେଇଛି ହେଇଛି, କିଛି ଅସୁବିଧା ନାହିଁ। ଆଉ ଗୋଟାଏ ଥର ଭୁଲ ହେଇଛି, ଆଉ ଯାତ୍ରା ଯିବାର ନାହିଁ କି ମୋତେ ଫାଇନ୍ ଦେବାର ନାହିଁ। ଯାତ୍ରା ଯିବି ଯେ ବାଇକ୍ରେ ଯିବି, କାରରେ ବି ଗଲେ ପାର୍କିଂରେ ରହିବ ଭାଇ, ବାହାରେ କୋଉଠି ରହିବନି। ବାହାରେ ମୁଁ ରଖିନି ରେ ଭାଇ, ମାନେ ଜଷ୍ଟ ଗାଡ଼ିଟା ଥୋଇଛି, ଜଷ୍ଟ ଖାଲି ପଚାରୁଛି ପାର୍କିଂ କୋଉଠି। ମୁଁ ତ ଜାଣିନି ନା ପାର୍କିଂ। ଠିକ୍ ଅଛି ଭାଇ, ଆଜି ପାଇଁ ଏତିକି। ମୁଁ ତ ଫାଇନ୍ ଖାଇଛି ଭାଇ, ଯାହାର ଯାହାର ଗାଡ଼ି ଟୋ ହେଇକି ଯାଇଛି ଫାଇନ୍ ପଡ଼ିଛି। ଆଉ ଯେଉଁମାନଙ୍କର ଗାଡ଼ି ଭିଡ଼ା ହେଇଛି, ତ କ'ଣ କରିବା ଭାଇ, ଆମର ଭିତରେ ଗୋଟେ କୋଉଭଳିଆ ଲାଗୁଛି, ମାନେ 1000 ଟଙ୍କା ଗୋଟେ ଗଲା ମାନେ ଜାଣିପାରୁଥିବେ କୋଉ ଭଳିଆ ହଉଥିବ। ବାକି ଛାଡ଼ ଭାଇ, ଗୁଡ୍ ନାଇଟ୍।